ତା ମାଧ୍ୟମରେ ଗୋଟେ ଆମେ ଏଭଳିଆ ଚିନ୍ତା କଲୁ ଗୋଟେ ବାର୍ତ୍ତା ଦେବା ପାଇଁ ଯେ ଆମେ ବୃକ୍ଷ ଗଛ ବିନା ଆମେ ମାନେ ପ୍ରକୃତି ହେଉଛି ଇଏ ଆମେ ସେଇ ନେଇକି ଆଜି ସୁନ୍ଦର ଭାବରେ ଆଜି କରାଯାଇଛି। ଭୁବନେଶ୍ୱରରେ ଗୋଟେ ପାହାଡ଼ ଭିତରେ ମା ରହିଛନ୍ତି ଆଉ ପୂଜା ପାଉଛନ୍ତି। ସବୁ ବର୍ଷ ରସୁଲଗଡ଼ ପୂଜା କମିଟି କିଛି ନା କିଛି ଭିନ୍ନ କରନ୍ତି। ଏ ବର୍ଷ ଗୋଟେ ଲୋକ ଆକର୍ଷଣୀୟ ହେଉଛନ୍ତି ଯେ ରସୁଲଗଡ଼ରେ ପାହାଡ଼ ଉପରେ ଦୁର୍ଗା ବସିଛନ୍ତି ମା ଦୁର୍ଗା। କେମିତି ଏମିତି ପ୍ରୟାସ କରିବା ପାଇଁ କାହିଁକି ଇଚ୍ଛା ହେଲା ଗୋଟେ ନୂଆ ଧରଣର କରିବା? ଜୟ ଜଗନ୍ନାଥ। ରସୁଲଗଡ଼ ଦୁର୍ଗା ପୂଜା ପରିଚାଳନା କମିଟିର ଉପଦେଷ୍ଟା ପ୍ରତାପ କୁମାର ରାଉତରାୟ। ପବିତ୍ର ମା ଦୁର୍ଗା ମାଙ୍କର ଆଜି ସପ୍ତମୀ। ମୋର ଏ ଅଞ୍ଚଳବାସୀ ଏବଂ ଓଡ଼ିଶାବାସୀ ମୋର ଅଭିନନ୍ଦନ, ଶୁଭେଚ୍ଛା, ଶାରଦୀୟ ଅଭିନନ୍ଦନ। ଯାହା ଆଜି ଆପଣ ଯେଉଁଟା କହିଲେ ଯେ ରସୁଲଗଡ଼ ଗୋଟେ ନିଆରା ଢଙ୍ଗରେ ପ୍ରତ୍ୟେକ ବର୍ଷ କରାଯାଏ ଆମର ତୋରଣ। ସମସ୍ତେ ଆଶା ଭରସା ଥାଏ ଯେ ରସୁଲଗଡ଼ ନୂଆ ନୂଆ ତୋରଣ କରାଯାଉଛି ଏବଂ ଏ ତୋରଣଟି ଗୋଟେ ଚିନ୍ତାଧାରା ଆମ ଭିତରେ ପଶିଲା ଯେ ସମସ୍ତେ ତୋରଣ କରୁଛନ୍ତି ସବୁ ଇଏରେ, କିନ୍ତୁ ଆମେ ପ୍ରକୃତିକି ନେଇକି ନେଚରକୁ ନେଇକି ଆମେ କରାଯାଉଛି ପ୍ରତ୍ୟେକ ବର୍ଷ। ଆଜି ଗୋଟେ ମାଆଙ୍କର ଗୋଟେ ଏଭଳିଆ ଗୋଟେ ଉତ୍ତରାଖଣ୍ଡର ପାହାଡ଼ ଉପରେ ମାଆଙ୍କର ମନ୍ଦିର, ସେଠି ମା ସେ ମାନେ ମହାଦେବଙ୍କ ସେ ଲିଙ୍ଗ ଅଛି ଏବଂ ପାହାଡ଼ କଟା ଭିତରେ ହେଉଛି ମା ରହୁଛନ୍ତି ପାହାଡ଼ ଭିତରେ। ଏଇ ଯେଉଁ ଥିମ୍ଟାକୁ ରଖାଯାଇଛି ଆମେ ସମସ୍ତେ ଚିନ୍ତାଧାରା କରିକି ଯେ ଗୋଟେ ବାର୍ତ୍ତା ଦେଲୁ ବୃକ୍ଷରୋପଣ ଯେଉଁ ଗଛକୁ ନେଇକି ସମସ୍ତେ ଇଏ କରୁଛନ୍ତି। ଆମେ ଏଇ ଗଛକୁ ନେଇକି ଗୋଟେ ଆୱାରନେସ୍ କରାଯିବ ଏବଂ ତାର ଲୋକଙ୍କର ସ୍ୱତଃପ୍ରତ ଭାବରେ ଗୋଟେ ଏଭଳିଆ ଭରସା ଆଶା ଭରସା ଅଛି। ରସୁଲଗଡ଼ ପୂଜା ଆମେ ଆରାମରେ ଫ୍ୟାମିଲି ନେଇକି ଆମେ ପିଲା ଛୁଆଙ୍କୁ ନେଇକି ବୁଲି ପାରିବୁ। ଆର ଗୋଟେ ଆମେ ପରିଚାଳନା କମିଟି ରସୁଲଗଡ଼ଙ୍କର ଗୋଟେ ଭାଇଚାରା ଅଛି। ଆମର ସଦସ୍ୟମାନେ କେମିତି ଶାନ୍ତି ଶୃଙ୍ଖଳାରେ ଆମେ ପୂଜାକୁ ଲୋକଙ୍କୁ ଉପଭୋଗ କରିବା ପାଇଁ ଆରାମରେ ଲୋକ ଆସନ୍ତୁ, ପୂଜା ବୁଲିକି ଯାଆନ୍ତୁ। କେତେ ସମୟ ଲାଗିଲା ଟୋଟାଲ ତିଆରି କରିବା ପାଇଁ? ଦେଖନ୍ତୁ ଆମର ପ୍ରୟାସ ହେଉଛି 3 ମାସ ପୂର୍ବରୁ ଆମେ ଗୋଟେ ମାନେ ପ୍ରସ୍ତୁତି ବୈଠକ କରିକି ଆଲୋଚନା କରୁ। ବହୁତ ମାନେ ଆସନ୍ତି ତାର ଡିଜାଇନ୍ କରିବା ପାଇଁ। ଆମେ ସମସ୍ତେ ରସୁଲଗଡ଼ର ଆମର ଯେଉଁ ପରିଚାଳନା କମିଟିର ସଭାପତି ସମ୍ପାଦକ ଯେଉଁ ସଦସ୍ୟବୃନ୍ଦମାନେ ବସିକି ଆଲୋଚନା କରାଗଲା। ତା ମାଧ୍ୟମରେ ଗୋଟେ ଆମେ ଏଭଳିଆ ଚିନ୍ତା କଲୁ ଗୋଟେ ବାର୍ତ୍ତା ଦେବା ପାଇଁ ଯେ ଆମେ ବୃକ୍ଷ ଗଛ ବିନା ଆମେ ମାନେ ପ୍ରକୃତି ହେଉଛି ଇଏ ଆମେ ସେଇ ନେଇକି ଆଜି ସୁନ୍ଦର ଭାବରେ ଆଜି କରାଯାଇଛି। ଭୁବନେଶ୍ୱରରେ ଗୋଟେ ପାହାଡ଼ ଭିତରେ ମା ରହିଛନ୍ତି ଆଉ ପୂଜା ପାଉଛନ୍ତି। ଯେ ଏ ବର୍ଷ ଆପଣଙ୍କର କେତେ ଲୋକଙ୍କର ଗହଳି ଲାଗୁଛି, ସେଥିପାଇଁ ସିସିଟିଭି ଫୁଟେଜ କିଛି ଆପଣଙ୍କ ତରଫରୁ ସୁରକ୍ଷା ବ୍ୟବସ୍ଥା ଆମର ସୁରକ୍ଷା ବ୍ୟବସ୍ଥା ଗୋଟେ ସବୁବେଳେ ପାଇଁ ନିଆରା ଢଙ୍ଗରେ କରାଯାଏ। ସିସି କ୍ୟାମେରା ମାନେ ରଖାଯାଏ। ଆମର 200-250 ମାନେ ଭଲେଣ୍ଟିୟର ଭାଇମାନେ ଅଛନ୍ତି। ତା ସହିତ ଆମର ସିକ୍ୟୁରିଟି ମାନେ ବନ୍ଧୁକୁ ରଖାଯାଇଛି। କୌଣସି ଯେମିତି ଭକ୍ତମାନଙ୍କର ଅସୁବିଧା ନ ହେବ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି।